ବର୍ତ୍ତମାନ ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ତରଫରୁ ନୂଆ ଅପଡେଟଟି ରହିଛି। ଯେଉଁ ହିତାଧିକାରୀମାନେ ସୁଭଦ୍ରା ଯୋଜନାର ଏପର୍ଯ୍ୟନ୍ତ କିସ୍ତି ଟଙ୍କା ପାଇନାହାନ୍ତି, ଅର୍ଥାତ୍ ସେମାନେ ତୃତୀୟ କିସ୍ତି ଟଙ୍କା ପାଇନାହାନ୍ତି, ତ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଯେଉଁ ହିତାଧିକାରୀମାନେ ସୁଭଦ୍ରା ଯୋଜନାରୁ ରିଜେକ୍ଟ ହୋଇଯାଇଛନ୍ତି, ତ ସେମାନଙ୍କ ପାଇଁ ବି ଗୁରୁତ୍ୱପୂର୍ଣ୍ଣ ରହିଛି ଯେ ଆପଣମାନେ ରିଜେକ୍ଟ ହୋଇଥିଲେ ଆପଣମାନେ ସୁଭଦ୍ରା ଯୋଜନାରେ କେମିତି ସାମିଲ ହେଇପାରିବେ। ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ ହେଇ ଆପଣମାନେ କିସ୍ତି ଟଙ୍କା ପାଇପାରିବେ। ତ ଆପଣ ଜଣେ ଯୋଗ୍ୟ ହିତାଧିକାରୀ, କିନ୍ତୁ ଆପଣମାନେ ସୁଭଦ୍ରା ଯୋଜନାରୁ ରିଜେକ୍ଟ ହୋଇଯାଇଛନ୍ତି କୌଣସି କାରଣବଶତଃ, ତ କେମିତି ପୁଣି ଥରେ ଆପଣ ସୁଭଦ୍ରା ଯୋଜନାରେ ସାମିଲ ହେଇପାରିବେ। ଯେଉଁ ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ତୃତୀୟ କିସ୍ତି ସେମାନେ ପାଇନାହାନ୍ତି, ତ ସେମାନେ କ'ଣ କରିବା ଉଚିତ, ସରକାରଙ୍କ ତରଫରୁ କ'ଣ ନୂଆ ଅପଡେଟ୍ ରହିଛି, ଯାହାର ଡିଟେଲ୍ସ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହିବି, ଯଦି ଚ୍ୟାନେଲରେ ଆପଣମାନେ ନୂଆ କରି ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରିଦିଅନ୍ତୁ। ତା ସହିତ ଆପଣମାନଙ୍କର ସବସ୍କ୍ରାଇବ୍ ତଳେ ଗୋଟେ ବେଲ୍ ଆଇକନ୍ ଥିବ, ଆପଣମାନେ ସେଇ ବେଲ୍ ଆଇକନ୍ଟିକୁ ଅନ୍ କରିଦିଅନ୍ତୁ, ଯାହାଫଳରେ ଆପଣ ସରକାରଙ୍କ ତରଫରୁ ନୂଆ ନୂଆ ଅପଡେଟ୍ ଆପଣ ଆଗ ଜାଣିବାକୁ ପାଇବେ ଏବଂ ଭିଡ଼ିଓକୁ ଗୋଟେ ଗୋଟେ ଆପଣ ଲାଇକ୍ କରିଦିଅନ୍ତୁ। ସର୍ବପ୍ରଥମେ ଦେଖନ୍ତୁ, ଯେଉଁ ହିତାଧିକାରୀମାନେ କିସ୍ତି ଟଙ୍କା ପାଇନାହାନ୍ତି ସେମାନଙ୍କ ପାଇଁ ଏଇଟା ଗୁରୁତ୍ୱପୂର୍ଣ୍ଣ ରହିଛି। ଯେଉଁ ହିତାଧିକାରୀମାନେ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି, ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି, ତୃତୀୟ କିସ୍ତି ଟଙ୍କା ପାଇନାହାନ୍ତି, ତ ସେମାନଙ୍କ ପାଇଁ ବି ଗୁରୁତ୍ୱପୂର୍ଣ୍ଣ ରହିବ। ଯେଉଁ ହିତାଧିକାରୀମାନେ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି, କେବଳ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି, ଦ୍ୱିତୀୟ କିସ୍ତି ଟଙ୍କା ପାଇନାହାନ୍ତି, ତୃତୀୟ କିସ୍ତି ଟଙ୍କା ପାଇନାହାନ୍ତି, ତ ସେମାନଙ୍କ ପାଇଁ ବି ଗୁରୁତ୍ୱପୂର୍ଣ୍ଣ ରହିବ ଏହି ପ୍ରକ୍ରିୟାଟି। ତ ସର୍ବପ୍ରଥମେ ଆପଣମାନେ କ'ଣ କରିବେ, ଆପଣମାନେ ସୁଭଦ୍ରା ପୋର୍ଟାଲକୁ ପଳେଇ ଆସିବେ, ଯାହା ଆପଣମାନଙ୍କ ସୁଭଦ୍ରା ୱେବସାଇଟ୍ ରହିଛି subhadra.odisha.gov.in ଲେଖି ଆପଣ ସୁଭଦ୍ରା ପୋର୍ଟାଲକୁ ପଳେଇ ଆସିବେ। ସୁଭଦ୍ରା ପୋର୍ଟାଲକୁ ପଳେଇ ଆସିଲା ପରେ ଏଠାରେ ଗୋଟେ ଅପସନ୍ ଆପଣମାନେ ଦେଖିବାକୁ ପାଉଥିବେ, ଯୋଉଟା କି ଆବେଦନ ସ୍ଥିତି। ଆପଣ କ'ଣ କରିବେ, ଏହି ଆବେଦନ ସ୍ଥିତି ଉପରେ କ୍ଲିକ୍ କରିବେ। ଯେତେବେଳେ ଆପଣ ଆବେଦନ ସ୍ଥିତି ଉପରେ କ୍ଲିକ୍ କରିବେ, ତ ଏଠାରେ ଆପଣମାନଙ୍କର ଆସିବ ନାଗରିକ ଲଗଇନ୍। ତ ଆପଣ କ'ଣ କରିବେ, ଏଠାରେ ଆପଣମାନଙ୍କର ଆଧାର ନମ୍ବରଟିକୁ ଆପଣ ଏଇ ବକ୍ସରେ ଦେଇଦେବେ। ଆଧାର ନମ୍ବରଟିକୁ ଦେଲା ପରେ ଆପଣଙ୍କ ଆଧାର କାର୍ଡ଼ରେ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ ଥିବ, ସେଇ ମୋବାଇଲ ନମ୍ବରକୁ ଆପଣମାନଙ୍କର ଗୋଟେ OTP ଯିବ। OTPଟିକୁ ଦେଲା ପରେ ଆପଣମାନେ ଆପଣମାନଙ୍କର ଷ୍ଟାଟସଟିକୁ ଦେଖିବାକୁ ପାଇବେ। ଆପଣ ଜାଣିବାକୁ ପାଇବେ ଯେ ଆପଣମାନଙ୍କର ଅସୁବିଧା କେଉଁଠି ରହିଛି, ଯାହାଫଳରେ ଆପଣ ସେହି ଦିଗରେ କାର୍ଯ୍ୟ କରିପାରିବେ। ଆପଣ ସମସ୍ତେ ଜାଣିଛନ୍ତି ଏ ପ୍ରକ୍ରିୟା, ଏଥିରେ ମୁଁ ଟାଇମ୍ ୱେଷ୍ଟ କରିବା ପାଇଁ ଚାହୁଁନି ଆପଣମାନଙ୍କର। ସର୍ବପ୍ରଥମେ ଦେଖିବା କେଉଁ ହିତାଧିକାରୀମାନଙ୍କୁ ସୁଭଦ୍ରାର କିସ୍ତି ଟଙ୍କା ମିଳିବ, ତ କ'ଣ କରିବା ଉଚିତ। ତ ଆପଣମାନେ କେଉଁ କ୍ରାଇଟେରିଆ ଭିତରେ ଆସୁଥିବା ଦରକାର, ଯାହାଫଳରେ ଆପଣମାନଙ୍କୁ ସୁଭଦ୍ରାର କିସ୍ତି ଟଙ୍କା ସରକାର ଦେବେ। ତ ସର୍ବପ୍ରଥମେ ଆପଣ ଚେକ୍ କରିନିଅନ୍ତୁ ଯେ ଆପଣମାନଙ୍କର ଯୋଗ୍ୟତା ମାନଦଣ୍ଡ ବିଷୟରେ ଆପଣ ଭଲ ଭାବରେ ବୁଝନ୍ତୁ, ତାପରେ ଆପଣ ସୁଭଦ୍ରାର କିସ୍ତି ଟଙ୍କା ପାଇପାରିବେ। ତ ଦେଖନ୍ତୁ ଯେ ଏଠି ଯୋଗ୍ୟତା ରହିଛି ଯେ ଏହି ଯୋଜନାର ଲାଭ ପାଇବା ପାଇଁ ସମସ୍ତ ମହିଳା ହିତାଧିକାରୀ ନିମ୍ନଲିଖିତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଯଦି ଆପଣମାନେ କିସ୍ତି ଟଙ୍କା ପାଇବାର ଅଛି, ତାହେଲେ ଏହି ସବୁ ଯୋଗ୍ୟତା ଆପଣମାନଙ୍କୁ ପୂରଣ କରିବାର ଅଛି। ଏକରେ ଆପଣମାନଙ୍କର ରହିଛି ଆପଣମାନେ ଆବେଦନକାରୀ ଓଡ଼ିଶା ବାସିନ୍ଦା ହୋଇଥିବା ଆବଶ୍ୟକ। ଯେହେତୁ ଆପଣମାନେ ସୁଭଦ୍ରା ହିତାଧିକାରୀ ରୂପେ ବିବେଚିତ ଅଛନ୍ତି, କୌଣସି କାରଣବଶତଃ ଆପଣମାନଙ୍କର ରିଜେକ୍ଟ ହୋଇଛି ଫର୍ମ ଏବଂ ଆପଣମାନେ ତୃତୀୟ କିସ୍ତି ଟଙ୍କା ପାଇନାହାନ୍ତି, ଏହି ଯୋଗ୍ୟତା ଗୁଡ଼ିକ ଦେଖେଇବାର କାରଣ ହେଉଛି ଯଦି ଆପଣ କିଛି ମାସ ମଧ୍ୟରେ ଏହି ଯୋଗ୍ୟତା ମାନଦଣ୍ଡରୁ ବାହାରି ଯାଇଛନ୍ତି, ଅଯୋଗ୍ୟ ମାନଦଣ୍ଡ ଭିତରକୁ ଆସିଯାଇଛନ୍ତି, ତ ଚେକ୍ କରିନେବା ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ତାପରେ ଆପଣମାନଙ୍କର ରହିଛି ଆବେଦନକାରୀ NFSA SFSS ଅନ୍ତର୍ଭୁକ୍ତ ହେଇଥିବେ। ତାପରେ ଲେଖାଯାଇଛି ଆପଣମାନଙ୍କର NFSA SFSSରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରିପାରିବେ। ତ କେବଳ ଜଣେ ମହିଳା ଆବେଦନ କରିପାରିବେ ସୁଭଦ୍ରା ଯୋଜନାରେ ଯଦି ଆପଣମାନଙ୍କର ରାସନ କାର୍ଡ଼ ନାହିଁ। ତ ରାସନ କାର୍ଡ଼ ଯେଉଁ ପରିବାରର ନାହିଁ, ତ ସେମାନଙ୍କର ବାର୍ଷିକ ଆୟ ରହିଛି ଆପଣମାନଙ୍କର
2,50,000 ଟଙ୍କା। ଆପଣଙ୍କର 2,50,000 ଟଙ୍କାରୁ ଅଧିକ ହେଉଥିବ ତାହେଲେ ଆପଣମାନେ ସୁଭଦ୍ରା କିସ୍ତି ଟଙ୍କା ପାଇପାରିବେ ନାହିଁ। ଏକଥା ଆପଣମାନେ ମନେ ରଖନ୍ତୁ। ତାପରେ ଦେଖନ୍ତୁ ଆପଣମାନଙ୍କର ରହିଛି ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ଆବେଦନକାରୀ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ 21 ବର୍ଷ କିମ୍ବା ଅଧିକ ଏବଂ 60 ବର୍ଷରୁ କମ୍ ହେବା ଉଚିତ ନୁହଁ। ଆଧାର କାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖ ତାଙ୍କ ବୟସ ଗଣନା ପାଇଁ ଗ୍ରହଣ କରାଯିବ। ଦେଖନ୍ତୁ ଏଠାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣମାନଙ୍କର 21 ବର୍ଷରୁ କମ୍ ହେଇଥିବା ଉଚିତ ନୁହଁ, 60 ବର୍ଷରୁ ଅଧିକ ହେଇଥିବା ଉଚିତ ନୁହଁ। ଆପଣମାନଙ୍କର 21ରୁ 60 ବର୍ଷ ମଧ୍ୟରେ ବୟସ ହେବା ଉଚିତ, ଯାହାଫଳରେ ଆପଣମାନେ ସୁଭଦ୍ରାର କିସ୍ତି ଟଙ୍କା ପାଇପାରିବେ। ତାପରେ ଦେଖନ୍ତୁ ଆପଣମାନଙ୍କର ରହିଛି ଆର୍ଥିକ ବର୍ଷ 2024-25 ପାଇଁ ଧାର୍ଯ୍ୟ ତାରିଖ ରହିଛି 1/7/2024 ତାରିଖ ସୁଦ୍ଧା ମହିଳାଙ୍କ ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀ ଜନ୍ମ ତାରିଖ 2/7/1964 ଠାରୁ 1/7/2003 ପର୍ଯ୍ୟନ୍ତ ହେବା ଉଚିତ। ଏକଥା ବି ଆପଣମାନେ ମନେ ରଖିବା ଉଚିତ। ତାପରେ ରହିଛି ଆପଣମାନଙ୍କର 2024-25 ପାଇଁ ଯଦି ଜଣେ ମହିଳା 1/7/2024 ପରେ 21 ବର୍ଷ ବୟସ ଅତିକ୍ରମ କରିବେ ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ତାଙ୍କୁ ବାର୍ଷିକ 10,000 ଟଙ୍କା ମିଳିବ। ସେହିପରି ଯେଉଁ ମହିଳା 1/7/2024 ପରେ 60 ବର୍ଷ ପୂରଣ କରିବେ ତାଙ୍କୁ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ। ଯଦି 60 ବର୍ଷ ଆପଣ ଯୋଜନାରେ ସାମିଲ ହେଇଛନ୍ତି, ଆପଣମାନଙ୍କର 60 ବର୍ଷ ହେଇଯାଉଛି, ଆପଣମାନଙ୍କୁ ଯୋଜନାରୁ ବାଦ ଦିଆଯିବ, ଯାହାକି ଆପଣମାନଙ୍କର ସରକାରଙ୍କ ତରଫରୁ ଏହି ସୂଚନାଟି ରହିଛି, ଆପଣମାନେ ଭଲ ଭାବରେ ବୁଝନ୍ତୁ। ତାପରେ ଆପଣମାନଙ୍କର ରହିଛି ନିମ୍ନଲିଖିତ ମହିଳାମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ହେବେ। ଅଯୋଗ୍ୟ କେଉଁମାନେ ବିବେଚିତ ହେବେ? ଦେଖନ୍ତୁ ଯେଉଁ ମହିଳା ମାସକୁ ମୋଟ 1,500 ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ 18,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ସହାୟତା ଯଥା ଆପଣମାନଙ୍କର ପେନସନ, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି। ତାପରେ ଦେଖନ୍ତୁ ଆପଣମାନଙ୍କର ରହିଛି ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାରର ସଦସ୍ୟ ଯଦି 1ରେ ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ତାହେଲେ ଆପଣମାନେ କିସ୍ତି ଟଙ୍କା ପାଇପାରିବେନି କି ସୁଭଦ୍ରା ଯୋଜନାରେ ସାମିଲ ହେଇପାରିବେନି। 2ରେ ଆପଣମାନଙ୍କର ରହିଛି ଆୟକର ଦେଉଥିବେ, ଯଦି ଆପଣମାନେ ଇନକମ ଟ୍ୟାକ୍ସ ଦେଉଥିବେ ତାହେଲେ ଆପଣମାନେ ସୁଭଦ୍ରାରେ ସାମିଲ ହେଇପାରିବେ ନାହିଁ। 3ରେ ଆପଣମାନଙ୍କର ଯେକୌଣସି ସହରାଞ୍ଚଳ ସହାୟତା ଶାସନ ସଂସ୍ଥା କିମ୍ବା ପଞ୍ଚାୟତ ରାଜ ଅନୁଷ୍ଠାନରେ ନିର୍ବାଚିତ ଜନପ୍ରତିନିଧି ହୋଇଥିବେ, ଯେମିତିକି ଆପଣମାନେ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ ଅର୍ଥାତ୍ କାଉନସିଲର ସଦସ୍ୟ ହେଇଥିବେ ତାହେଲେ ଆପଣମାନେ ସୁଭଦ୍ରା ଯୋଜନାରେ ସାମିଲ ହେଇପାରିବେନି କି କିସ୍ତି ଟଙ୍କା ପାଇପାରିବେ ନାହିଁ। ତାପରେ ରହିଛି ଆପଣମାନଙ୍କର ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୌଣସି ଅଣ୍ଡରଟେକିଂ, ବୋର୍ଡ, ସ୍ଥାନୀୟ ସଂସ୍ଥା, ସଂଗଠନ ନିୟମିତ ସ୍ଥାୟୀ ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତି କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ। ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ତେବେ ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ। ଏକଥା ବି ଆପଣମାନେ ବୁଝନ୍ତୁ। ତାପରେ ଦେଖନ୍ତୁ ଆପଣମାନଙ୍କର ରହିଛି ଯେକୌଣସି ସରକାରୀ ବିଭାଗ, ଅଣ୍ଡରଟେକିଂ, ବୋର୍ଡ, ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ମନୋନୀତ ପ୍ରତିନିଧି ହୋଇଥିବେ ତାହେଲେ ଆପଣମାନେ ସୁଭଦ୍ରା ଯୋଜନାରେ ସାମିଲ ହେଇପାରିବେ ନାହିଁ। ତାପରେ ରହିଛି ଆପଣମାନଙ୍କର ଟ୍ରାକ୍ଟର, ମିନି ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସାମାନ୍ୟ ହାଲୁକା ସାମଗ୍ରୀ ଯାନ ବ୍ୟତୀତ 4 ଚକିଆ ମୋଟର ଯାନ ମାଲିକ ହୋଇଥିବେ ତାହେଲେ ଆପଣମାନେ ସୁଭଦ୍ରା ଯୋଜନାର ସାମିଲ ହେଇପାରିବେନି। ତାପରେ ରହିଛି ଆପଣମାନଙ୍କର ଆବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ 5 ଏକରରୁ ଅଧିକ ଓ ଅଣଜଳସେଚିତ ଜମିର ପରିମାଣ 10 ଏକରରୁ ଅଧିକ ହୋଇଥିବ ତାହେଲେ ଆପଣମାନେ ସୁଭଦ୍ରା ଯୋଜନାରେ ସାମିଲ ହେଇପାରିବେନି କି କିସ୍ତି ଟଙ୍କା ପାଇପାରିବେ ନାହିଁ। ତାପରେ ସୂଚନା ରହିଛି ଏହି ଯୋଜନା ପାଇଁ ପରିବାରର ସଂଜ୍ଞା କହିଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା NFSA, SFSSରେ ପରିଭାଷିତ ଥିବା ପରିବାରକୁ ବୁଝାଏ। ତାହେଲେ ମୋଟାମୋଟି ଭାବରେ କହିବାକୁ ଗଲେ ଯେଉଁ ପରିବାରଙ୍କ ପାଖରେ ରାସନ କାର୍ଡ ଅଛି ସେହି ପରିବାରର ମହିଳାମାନେ ସୁଭଦ୍ରାର କିସ୍ତି ଟଙ୍କା ପାଇପାରିବେ।